मुखिया साजिदी मुखिया ये हाँ চন্দনপুর সুদাম দাস সে সোনা গান্ধী সাথী মত বিরোধী আন্দোলন করো तुम्हें के বলে বম বম বলে ও শঙ্কর বড়া অশ্লীলে বিদুরি ধর্ম औरागिरे वसुधा एवा पूरा जाओ वो बहुत धन्य है लो आसो लो एडी होचते साक्षात भगवान बाबू होउचंदी चलंती भगवान आंको कथा जदी राजी है जीवु तू फकीर रु राजा है जीवु खाली ताको कथा रे राजी हेले होला तो कौन रहते इतो का कोई हां कौन कौन बुझी पारू किछु बुझी पानी सुदाम दास ମୋ ରାସ୍ତାର ଗୋଟା ମାଟି ଏଇଟାକୁ ମୋତେ ବୈଠକ ଚଢ଼େଇ ମାସ କରିବାକୁ ପଡ଼ିବ अरे बाबू कहते से गाँव सुदाम दास को ते मर्डर करिया पड़िबो हां तते मर्डर मते हां हां तू मर्डर करियो अरे सिया गांधी साथी तू साथी को যদি ମୋ କଥାରେ ରାଜି ହେଇଯାଉ ତାର ତ ଭାଗ୍ୟଟା ବଦଳିଯିବ ମୁଁ ସେ ଭଡ଼ା କରିପାରିବିନି ମୁଁ ସେ ଭଡ଼ା କରିପାରିବିନି ଆରେ କାହିଁକି ପାରିବୁନି ତୋ କଥାରେ ରାଜି ହେଇଯା ଦେଖିବୁ ତୋ ଭାଗ୍ୟ ବଦଳିଯିବ ତାର ରାଜି ହେଇଗଲେ ତୋର ମଦ ପିଇବାର ଅସୁବିଧା ରହିବନି ଆଉ ତାପରେ କ'ଣ ହବ ଜାଣିଛୁ ମୋ ପାଇଁ ଗୋଟା ବଡ଼ କୋଠା ତିଆରି ତୁ ତ ଛୁଆ ପିଲା ସଂସାର ନେଇ ବହୁତ ଭଲରେ ରହି ए मेरी कहते आगामी इलेक्शन एमएलए कैंडिडेट ଯଦି କଥାଟା ରାଜି ହେଇଯିବୁ ତାଙ୍କର ନାମ ହାତ ହେଇପାରିବୁ ରେ ତାହେଲେ ସମାଜ ତୋର ପ୍ରେଷ୍ଟିଜ୍ କରିଛି ବୁଝାଲି ସୁଦାମ ଦାସ ଛାତିରେ ନାଲି ଠକି ପକେଇ ଦେବୁ ମୁଁ ପାରିବିନି ମୁଁ କାହାକୁ ଭାଇ ପାରିବିନି ମୁଁ ମଣିଷ ବଡ଼ କରିପାରିବିନି ଆଜ୍ଞା ଆରେ କହ ତୁ ତୋ ଜୀବନ ପରିବର୍ତ୍ତନ ଚାହୁଁଛୁ କି ନାହିଁ ଆରେ କହ ମୋ କଥାରେ ରାଜି ହେଇଯାଉ ତାର ଜୀବନ ପରିବର୍ତ୍ତନ ଘଟିବ ଆଉ ମୁଁ ତୋ ଜୀବନର ପରିବର୍ତ୍ତନ ଚାହୁଁଛୁ କି ନାହିଁ ତୁ ପରିବର୍ତ୍ତନ ଚାହୁଁଛୁ ନାହିଁ କହ ତୁ ପରିବର୍ତ୍ତନ ଚାହୁଁଛୁ କି ନାହିଁ ଆରେ କହ ତୁ ପରିବର୍ତ୍ତନ ଚାହୁଁ କି ନା ମୋ ଜୀବନର ଭାଗ୍ୟ ବଦଳାଇବା ପାଇଁ ମୁଁ ମଣିଷ ମରଣ କରିବି କାହିଁକି ମୁଁ ପରା ସେମାନଙ୍କୁ ଜବାବ ଦେଇପାରିଛି ଏ ସଙ୍ଗୀତା মেঘটা ফেরি যা নইরা সুটা বদলি যা আকাশ মাটিকে ছুঁই দে হ্যাঁ এ নীল পাইকার কথা কেবে বি বদলিবনি হবো দিয়ন্তু সে বুঝালি ମୁଁ ତାକୁ ବଡ଼ କରିବି ଦିଅନ୍ତୁ
ଯାଇକି ଦେଖିବ। ମତେ ଯେ ସୁନ୍ଦର ଦାସକୁ ଚିହ୍ନେଇ ଦବ ମୁଁ ତାକୁ ଆଜିରେ ମରଣ କରିବି। ଆଉ ତାକୁ ଫେରେଇ ଆଣିପାରି କାହିଁକି ନା ସିଏ ବର୍ତ୍ତମାନ ଅମାନିଆ ଘୋଡ଼ା ପାଲଟି ଯାଇଛି। ଏ ସମାଜ ପାଇଁ ଇଏ ଅଧା ମଣିଷ ଅଧା ଘୋଡ଼ା। ଆଉ ତୁ ওরে বম বম ভরে ও শঙ্কর বরা অশিলা বেজুরি জন্ম ଆଉ ରାଗିଲେ ବସୁଧା ଦୀପା। ଡରିଗଲି କିଲୋ ଖାଇବ ନା ତୋ ମଧୁଆ ସ୍ୱାମୀ କରେ କେତେ ତାକୁ ମାଡ଼ଗୋଳ ଖାଇ କଷ୍ଟ ହଉଥିବ। କଣ ଆଗର ତା ଘର ମାଗିଛୁ ବାସନ ମାଗିକିରି ଖାଉଛୁ। ମୁଁ ତ ମାଗୁଛି ତମର କଣ ଆଉ ହେଇଯାଉଛି? ତ ଛୁଆ ପିଲା ନା ଖାଇକି ଭୋକ କଲେ ଏମିତି ସେମିତି ମୁଁ ହଉଛନ୍ତି। ଗୋଟିଏ ପୁଅ ମଣିଷ କରିପାରିବି। ହଁ ଆଉ ମୁଁ କଣ କହୁଛି ଶୁଣ କଣ ଦୁଃଖୀରାମ ସ୍ୱାଇଁ ଚିହ୍ନିଛି କାହାକୁ? ଦୁଃଖୀରାମ ସ୍ୱାଇଁ ଦୁଃଖୀରାମ ହଁ ସ୍ୱାଇଁ ହଁ ଚିହ୍ନିଛି। କିଏ କଣ କହିଥାଏ ଜାଣିଛୁ? କଣ ଆଲୋ କେହି ଜାଣି କଣ ଆଲୋ ଆସୁନୁ ଆଁ? ଆଲୋ ଆ ତୋତେ ରାଣୀ କରିକି ରଖିବି ମୁଁ ସେମିତି କହିବି ମାନେ ମୁଁ କହିବି ସବୁ ଯାକ ସଂସାର ରଖୁଛି ତ ପାଦ ତଳେ ଓଜାଡ଼ି ଦେବି କଥାରେ ରାଜି ହେଇଯା। ସେକି ପକେଇ ଗାଲ ଫଟାଇ ଦେବି। ଏ କଥା କହିବାର ମାନେ ମାନେଟା କଣ? ତୁ ସୁନ୍ଦର ସୁନ୍ଦରୀ କି ଦେଖିଲା ପରେ ମୋର ହେଇଯାଏ ବାହା ହେଇନି ଏବେ ଯାଉଛି। ମୋର ଚୁହା ଯିବା କାଇଁ ରାଗୁଛୁ ଆଉ କଣ କରି ପୂଜା କରିବି? ନା ଏମିତି ହଳଦୀ କରି ରାଗିଲେ ତୋ ମୁହଁଟା ପୁରା ଲାଲି ଦେଖାଯାଉଛି। ଏ ସମ୍ପୂର୍ଣ୍ଣ ବୁଢ଼ାଣ। ରହ ହେ ଚୁପ୍। କଣ ରହିବେ? କୋଉ ତେଲ ଲଗେଇଛୁ କହ ଆଁ? ଜାସ୍ମିନ ତୁମେ ଏବେ ଶୁଖିଲ? କି ବାସ୍ନା ନା ଚୁପ୍। একদম চুপচাপ ହେଇ ଛିଡ଼ା ହ। କାନରେ ଜୋତାର ପିଟି ଗୁଛେଇ ଦେବି। ନାରୀ ମାନଙ୍କୁ କେମିତି ସମ୍ମାନ ଦିଆଯାଏ ମୁଁ ଚାହିଁଛି ବା ଜାଣିଛୁ ତ? ଭଲରେ କହୁଛି ମୋ କଥାରେ ରାଜି ହେଇ ବାଘ ଦେଖିଛୁ ହେଲେ ମହାବଳ ଦେଖିନୁ। ମୁଁ ଗୋଟା ମହାବଳ ବାଘ। ଆଉ ତୁ ଝନଝନିଆ ଗୁଲଗୁଲିଆ ହରିଣିଟା ବାଘ ଯେତେବେଳେ ହରିଣ ଉପରେ ନଜର ପକେଇଛି ତାକୁ ଯେମିତି ହେଲେ ବି ଝାମ୍ପ ଦବ ନା ବନା। ହାତ ଛାଡ଼ କହୁଛି ଭଲରେ। ଏଇ ଏଠି କେହି ନାହାନ୍ତି ଏ ବିକଳଟା ଏ ତୁ ଆଉ ମୁଁ ହାତ ଛାଡ଼ ବିକଳ କାହିଁକି ହେଉଛି? हम तुम एक कमरे में बंद हैं और चाबी खो जाए से घर भीतर बेड पड़ी तो धनपा गदी चल तोर मोर सांग होई सेठी खेलबा ଛାଡ଼ ବାଟ। ଆରେ ଛାଡ଼ କହୁଛି। ଆରେ ଛାଡ଼। मोर गोटा भारी भलो गीत मन गोटा जंगल रे गोटा पाख हिला ଆଉ ସେଇ ଜଙ୍ଗଲରେ ଗୋଟା ହରିଣୀ ବି ଥିଲା।
কিলা ধিলা ଆଉ ସେ ହରିକି ଦେଖି ତା ଉପରକୁ ଲମ୍ଫ ଦେଲା। হুঁশিয়ার কর দৌতি তোতে ভাবিবু রাবণ সাজি সীতাକୁ হরণ କରିବୁ দুঃଶାসନ ସାଜି ଅନେକ ଅଶାନ୍ତି କରିବୁ ଯା 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 ଯେତେ ଶୀଘ୍ର ପାରୁଛୁ ଏ ଜାଗା ଛାଡ଼ି ଚାଲିଯା ନହେଲେ ଦେଖୁଛୁ ଏ ଅଧା ପୋଡ଼ା କାଠକୁ ପିଟି ପିଟି ତତେ ଶେଷ କରିଦେବି କିଏ ବେ ତୁ? ମୁନିଆ ସୂର୍ଯ୍ୟର ଖଣ୍ଡେ ଟୁକୁଡ଼ା କୋଣାର୍କର ଭଗ୍ନ ନବଗ୍ରହର ଜିଅନ୍ତା ଶିରା ଖଣ୍ଡେ ଏ କାଗଡ଼ ନିଜେ ଜାଣିଲେ ମାରି ହଁ ଏ ଶିକାରୀ ମୁହଁରୁ ଶିକାର ଛଡ଼େ କିଛି ବି ଭଲ କାମ ଦେଖିନେବି ତତେ ମୁଁ ତତେ ଦେଖି ନେବି শঙ্কর বরা বসিলে বিজুলি জন্ম